ମାନେ ଓଡ଼ିଶା ଜାତୀୟ ସ୍ତରରେ ପୁରା ନିନ୍ଦିତ ହୋଇଗଲା ଯେ ଗୋଟିଏ ଲୋକ ହିଁ ଓଡ଼ିଶା ବଦନାମ କରିଦେଲା। ବାহিରେ କି ଆମର ପ୍ରଧାନମନ୍ତ୍ରୀ କେତେ କ'ଣ ବିଶ୍ୱଗୁରୁ ଭାବେ ପରିଚିତ, କିନ୍ତୁ ଏ ଗୋଟିଏ ଲୋକ ଆପଣଙ୍କର ସେ ବଦନାମ କରିଦେଲା, ସେ ହେଉଛି ଆପଣ ଅଚ୍ୟୁତ ସାମନ୍ତ। ଏଇଟା ଆପଣ ଠିକ୍ କି ଭୁଲ ଆପଣ ନିଜେ ଆପଣ ବିଚାର କରନ୍ତୁ, ମୁଁ କହୁନି, ଆପଣ ଚିନ୍ତା କରନ୍ତୁ। ଆପଣ ଦେଖନ୍ତୁ 16 ତାରିଖ ଆପଣଙ୍କର 16 ଫେବୃଆରୀ କିଟ୍ର ତାଙ୍କ ହଷ୍ଟେଲରୁ ଆପଣଙ୍କର ଯେଉଁ ନେପାଳ ଛାତ୍ର ଯେଉଁ ରହୁଛନ୍ତି ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ବାହାରିଲା ପରେ ଏହାକୁ ଦେଖିକି ତାଙ୍କର ଯେଉଁ ନେପାଳ ଛାତ୍ରମାନେ ସେମାନଙ୍କୁ ପ୍ରୋଟେଷ୍ଟ କରିବା ଆରମ୍ଭ କଲେ। ନିହାତି ଆପଣଙ୍କ ଘରେ ଯଦି ଜଣେ ମରିଗଲା ନିହାତି ଆପଣଙ୍କ ସେଠି ଆପଣ ବାଧିବନି। ଆପଣ ତାଙ୍କ ଛାତ୍ର ତାଙ୍କ ଭିତରେ ଜଣେ ମରିଗଲା ସେ ବିରୋଧ କଲେ, କିନ୍ତୁ ଏହାକୁ ବିରୋଧ ନେଇକି ତାଙ୍କ ମଧ୍ୟରେ ଯେଉଁ ଆମର ଆଡ଼ିଫ ସେଠି ବି ଆପଣଙ୍କର ଯେଉଁ ଡିପାର୍ଟମେଣ୍ଟ ତାଙ୍କର ଅଛି, ଯାହା ଜଣାପଡ଼ୁଛି ଆପଣ ସେ ଅଚ୍ୟୁତ ସାମନ୍ତଙ୍କ ସ୍ତ୍ରୀ ଗୋଟିଏ, ତାହା ଏଇଟା ଆପଣ ଆଉ ଜଣେ କିଏ ଆସିକି ଆପଣ ଦେଖନ୍ତୁ କେଉଁ ରକମ ଆପଣ ସେ ଭିଡ଼ିଓ ଆପଣଙ୍କ ଭାଇରାଲ୍ ହେଉଛି। ସେ ନିଜେ ସୁଟ୍ କରୁଛନ୍ତି, ଆପଣ ଛାତ୍ରୀମାନେ ସୁଟ୍ କରୁଛନ୍ତି, ସେ ନିଜେ କହୁଛନ୍ତି ଆପଣ ସୁଟ୍ କରନ୍ତୁ, ଆପଣ କାମ ହେଉଛି ସୁଟ୍ କରନ୍ତୁ। ସେ କହୁଛନ୍ତି ଯେ ଆମେ ଗୋଟେ ବଡ଼ କଥା କହିଯାଇଛନ୍ତି ଗୋଟେ। ଆପଣ ଦେଖନ୍ତୁ ଏଇ ଘଟଣାଟି ପାଇଁ ଆଜି ଆମ ଓଡ଼ିଶା ବର୍ତ୍ତମାନ ଆନ୍ତର୍ଜାତିକ ସ୍ତରରେ ଆପଣଙ୍କର ନିନ୍ଦିତ ହେଉଛି। ଆଉ ଏ ଓଡ଼ିଶା ବିଷୟ ନେଇକି ଆପଣଙ୍କର ଟୋଟାଲ୍ ଆପଣଙ୍କର ଜାତୀୟ ଗଣମାଧ୍ୟମ ପରିଚାଳନା ଭାବେ ଆପଣ ଜାତୀୟ ସ୍ତରରେ ଯେଉଁ ବଡ଼ ବଡ଼ ୟୁଟ୍ୟୁବର ଯେଉଁ ଅଛନ୍ତି ସେମାନେ ବି ଏଇଟାକୁ ଆପଣଙ୍କର ମେନ୍ କଣ୍ଟେଣ୍ଟ ହେବା ପାଇଁ ବନାଉଛନ୍ତି, ଯେଉଁଟାକି ସମସ୍ତଙ୍କର ବର୍ତ୍ତମାନ ଭାଇରାଲ୍ ବର୍ତ୍ତମାନ ଚାଲିଛି। ବର୍ତ୍ତମାନ କାହିଁକି ଆପଣ ଦେଖନ୍ତୁ, ଗୋଟେ ପୂର୍ବରୁ ଆପଣଙ୍କର ବିଜେଡ଼ିରେ ଆପଣଙ୍କର ସେ ଗୋଟେ ସାଂସଦ ଥିଲା, ସେ କହୁଥିଲା ମୁଁ ହେଉଛି ଇଏ ଓଡ଼ିଶାକୁ ଜାତୀୟ ସ୍ତରରେ ମାନେ ସୁନାମ ଅର୍ଜନ କରୁଛି, ଯେ ସବୁପୁରା ପିଲାମାନଙ୍କୁ ଆଣିକି ଏଠି ମୁଁ ଫ୍ରିରେ ମାଗଣାରେ ଆପଣଙ୍କୁ ଶିକ୍ଷାଦାନ କରୁଛି, ପ୍ଲେସମେଣ୍ଟ ଦେଉଛି, ସବୁ କିଛି କରୁଛି, ଯେ ଓଡ଼ିଶାକୁ ଉପରକୁ ପୁରା ଉଠାଇ ଦେଇଥିଲା। କିନ୍ତୁ ଆଜି ଯେଉଁ ଘଟଣାରେ ଘଟିଗଲା ଯେ ଓଡ଼ିଶାର ଉପରୁ ଉଠାଇଥିଲା କ'ଣ, ଇଏ ହେଉଛି ପୁରା ତଳକୁ ଖସିଲା। ଓଡ଼ିଶା ବର୍ତ୍ତମାନ ବଦନାମ ହେଉଛି ବର୍ତ୍ତମାନ। ତ ଏଇ ଘଟଣା ନେଇକି ଆମର ନେପାଳ ପ୍ରଧାନମନ୍ତ୍ରୀ ତାଙ୍କର ଆମ୍ବାସେଡ଼ର ସହିତ ଆମ ଯୋଗାଯୋଗ କରିକି ସେ କିପରି ତାଙ୍କର ପିଲାମାନେ ଅଛନ୍ତି ସେମାନେ ବି ବୁଝିଲେ। ତ ଆପଣ ଜାଣିଥିବେ ପ୍ରଥମରୁ ଯେ ଯେଉଁ କିଟ୍ ୟୁନିଭର୍ସିଟିର ଯେ ପିଲାମାନଙ୍କୁ ଖୁବ୍ ମାନେ ଘଉଡ଼େଇ ଦେଲେ, ଯେ ପିଲାମାନଙ୍କୁ ଆପଣ ମାନେ ବାହାର କରିଦେଲେ, ସବୁ ଯାଅ ଏବେ ଗେଟ୍ ଆଉଟ୍। ସେ ଭିଡ଼ିଓ ଆପଣ ଦେଖୁଥିବେ। ତାପରେ ଯେଉଁ ଚାପ ପଡ଼ିଲା ପୁଣି ଯେଉଁ ବାହାର କରିଥିଲେ, ପୁଣି ଗୋଟେ ଦିନ ପରେ ନା ପୁଣି ଫେରେଇ ଆଣିଲେ। ମାନେ ଇଏ କ'ଣ, ମାନେ ଏଇଟା ଗୋଟେ ତାମସା ଗୋଟେ ଆପଣଙ୍କର। ହଁ, ବର୍ତ୍ତମାନ ଇଏ ହେଉଛି ଗୋଟିଏ ଘଟଣା ପାଇଁ ଓଡ଼ିଶା ବର୍ତ୍ତମାନ ଆଜି ଆମର ନିନ୍ଦିତ। ବର୍ତ୍ତମାନ ଯେତିକି ଆପଣଙ୍କର ଓଡ଼ିଶା ଜାତୀୟ ସ୍ତରରେ ଏରକମ ନିନ୍ଦିତ ହୋଇନଥିଲା ଆଜି ପର୍ଯ୍ୟନ୍ତ, ଏ ହେଉଛି ଘଟଣା ନିନ୍ଦିତ ହୋଇଛି। এই ଘଟଣା ନେଇକି ଆପଣଙ୍କର ନବନିର୍ମାଣ କୃଷକ ସଂଘ ତରଫରୁ ଆପଣଙ୍କର ଆନ୍ଦୋଳନ ଆପଣ କରାଯାଇଥିଲା। ଆପଣ ଗୋଟେ କଥା ମାର୍କ କରନ୍ତୁ ଯେ ଚୋର ମୁହଁ ଟାଣ। ମୁଁ ଏଠି କହୁଛି କାହିଁକି ଦେଖନ୍ତୁ, ସେତେବେଳେ ତାଙ୍କର ଯେଉଁ ଆସିଲା ହେଉଛି ଆମର ଅଚ୍ୟୁତ ସାମନ୍ତ ଆସିକି ତା କାନ ପାଖରେ କ'ଣ ଫୁସଫାସ କରି କହିଲା ଗୋଟେ କଥା। ଆଉ ସେହି ସମୟରେ ଆପଣଙ୍କର ଯେଉଁ ଆମର OTVର ରିପୋର୍ଟର ଭାଇ ଯାଇକି ତାକୁ ବୁମ୍ ଦେଖିଲେ ଯେ କ'ଣ କୁହନ୍ତୁ ଏଇ ଘଟଣା ବାବଦରେ। ନା ସେ ବୁମ୍କୁ ଆଡ଼େଇ ଦେଇକି ପଳେଇଲା। ଆରେ ଯଦି ତୁ ସତିଆ, ଯଦି ମାନେ ପୁରା କ୍ଲିନ୍, କ'ଣ ହେଇଛି ତୁ କହୁନୁ, କାହିଁ ବୁମ୍ଟା କାହିଁ ଆଡ଼େଇ ଦେଇକି ପଳେଇଲୁ କାହିଁକି? ବାସ୍ ଚୋର ମୁହଁ ଟାଣ, ଏଇଠି ଗୋଟେ କଥା କୁହନ୍ତୁ। ଆଉ ସେଇ ଭିଡ଼ିଓର ଆପଣ ଦେଖନ୍ତୁ, ଏଇଟା ଟାଲି କରନ୍ତୁ କିଏ ମାନେ ସତ କହୁଛି ଆଉ କ'ଣ ହେଇଛି ଦେଖନ୍ତୁ। ଇଏ ମାନେ ଭିତରେ ଗୋଟେ ଭୟଙ୍କର ମାନେ ଷଡ଼ଯନ୍ତ୍ର ଚାଲିଥିଲା। ଇଏ କୁହନ୍ତି ନା କ'ଣ କୁହାଯିବ, ମାନେ ଉପରେ ଦେଖା ହେଉଥିଲା ଆପଣଙ୍କର ଠିକ୍ଠାକ୍, କିନ୍ତୁ ଭିତରେ ମାନେ ଏତେ ମାତ୍ର ମାନେ ଅବସ୍ଥା ଏମିତିଆ ହେଉଛି, ଯେଉଁ ରହସ୍ୟଜନକ ମାନେ କାଣ୍ଡ ହେଉଥିଲା ନ କହିବା ଭଲ। ବର୍ତ୍ତମାନ ପାଇଁ କୁହନ୍ତି ନା ଖତ ବାଡ଼ିଆରେ ଆପଣ ଯଦି ପାଉଁଶ ପଡ଼ିଥିବ ନା, ସିଏ ଗୋଟେ ଦିନ 2 ଦିନ 3 ଦିନ ପରେ ଆପଣଙ୍କର ସେ ବାହାରିବ, କୋଳିକି ବାହାରିବ, ଧୂଆଁ ବାହାରିବ। ସେଇ ରକମ ଆଜି ଉପରବାଲା ଗୋଟେ ଏଇ ଘଟଣା ଘଟାଇଛନ୍ତି ଯେ ଏଇ ଘଟଣା ନ ଘଟିଥିଲେ ଇଏ ବାହାରିନଥାନ୍ତା। ଗୋଟେ ଘଟଣା ଘଟିଲା, ବାସ୍ ତାର କଳଙ୍କାଳି ବର୍ତ୍ତମାନ ପାଇଁ ଆପଣଙ୍କର ବାହାରିଲା, ଗୋଟେ ପରେ ଗୋଟେ ବାହାରିଲା। ଆପଣ ଜାଣିଥିବେ ବର୍ତ୍ତମାନ ପାଇଁ ଗୋଟେ ଲୋକ ତା ସ୍ତ୍ରୀକୁ ଇଏ ଅଚ୍ୟୁତ ସାମନ୍ତ ତାକୁ ହରଣ କରି ରଖିଛି। ତା ସ୍ତ୍ରୀକୁ ନେବା ପାଇଁ ଆସିଲା, ତାର ସିକ୍ୟୁରିଟି ମାନେ ତାକୁ ଖେଦିକି ବାହାର କରିଦେଲେ। କାଲି ସେ ଆପଣ ଭିଡ଼ିଓ ଆପଣ ଭାଇରାଲ୍ ଚାଲିଛି, ଆପଣ ଦେଖୁଥିବେ ରେକର୍ଡ଼ିଂ। ସେ କ'ଣ କହୁଛି, ଗୋଟେ ଦୁର୍ନୀତିଗ୍ରସ୍ତ ଆଉ ଗୋଟେ ସେ ମହିଳାମାନଙ୍କୁ ଉପଭୋଗ କରୁଛନ୍ତି କି ସେ କହୁଛନ୍ତି ଇଏ ହେଉଛି କିଛି ନୁହେଁ। ସ୍ୱାମୀ ପାଖରୁ ତା ସ୍ତ୍ରୀକୁ ସେ ନେଇଯାଇଛି। ଇଏ ଗୋଟେ କଥା। ଆପଣଙ୍କର ସେ ଭିଡ଼ିଓ ଆପଣ ଦେଖନ୍ତୁ। ସବୁଆଡ଼କୁ ଯଦି ଆମେ ବିଚାର କରାଯାଏ ଯେ ସିଏ ହେଉଛି ତାକୁ କେଉଁ ଭାଷାରେ ଆମେ କହିବା, সেটা ଆପଣ ହିଁ କହିବେ। ମୋ ପାଟିରେ ସେଇଟା ମାନେ
ଏତେ ମାନେ ହାର୍ଡ଼ ୱାର୍ଡ଼ ମାନେ ବାହାରିବନି। ତା ସହିତ ଆଜି ଆପଣ ଦେଖୁଥିବେ ବର୍ତ୍ତମାନ ସୁର ରାଉତରେ ଅଜିତ ସାମନ୍ତର କଳିଙ୍ଗ ଟିଭି ଗୋଟେ ଅଛି, ସେ ଆସିକି ସୁର ରାଉତକୁ ପଚାରୁଛି ଯେ କ'ଣ ହେଇଛି ନା ଦେଖନ୍ତୁ ତାକୁ ଟେକେଇ ଦେଲା। ଆରେ ଜାଣୁଥିବେ ସୁର ରାଉତ ଗୋଟେ ପାଗଳ ଗୋଟେ, ସେ ଏଇ ଘଟଣାକୁ ଦେଖି ଓଡ଼ିଶା ବର୍ତ୍ତମାନ ବଦନାମ ହେଉଛି। ସେ କହୁଛି ନା ଅଚ୍ୟୁତ ସାମନ୍ତ ଆମ ଜର୍ମାନୀ ଯାଇକି ଏହା କରିଛି, ଆମ ଓଡ଼ିଶାକୁ ନା ପୁରା ଉଚ୍ଚକୁ ନେଇଛି। ଆରେ ଉଚ୍ଚକୁ ନେଇଛି, ବର୍ତ୍ତମାନ ଦେଖନ୍ତୁ କ'ଣ ହେଇଛି ଅବସ୍ଥା। ତା ଛାଡ଼ନ୍ତୁ, ତେଣୁ ଆପଣମାନେ ଚିନ୍ତା କରନ୍ତୁ। ବର୍ତ୍ତମାନ ପାଇଁ ଏଇ ଯେଉଁ ଘଟଣା ହେଇଛି, ବର୍ତ୍ତମାନ ଓଡ଼ିଶା ବର୍ତ୍ତମାନ ନିନ୍ଦିତ ବର୍ତ୍ତମାନ ହେଉଛି, ରାଜ୍ୟ ସ୍ତରରେ ବର୍ତ୍ତମାନ ନିନ୍ଦିତ ହେଉଛି। ଗୋଟେ ମେନ୍ କଣ୍ଟେଣ୍ଟ ମାନେ କଣ୍ଟେଣ୍ଟ ମାନଙ୍କର ୟୁଟ୍ୟୁବର ଭାଇମାନଙ୍କର ଗୋଟେ ମେନ୍ ଉତ୍ସ ମାନେ କଣ୍ଟେଣ୍ଟ ଚାଲିଛି ଏଇଟା। ଆଉ ଆପଣଙ୍କର ଜାତୀୟ ଗଣମାଧ୍ୟମରେ ଏଇଟା ସବୁଦିନ ବାଜୁଛି। ତେଣୁ ଆମେ ଯାହା ଓଡ଼ିଶାର କିଛି ବଦନାମ ହୋଇନଥିଲା, ଇଏ ହେଉଛି ଲୋକଟା ଓଡ଼ିଶାକୁ ପୁରା ବଦନାମ କରିଦେଲା। ତ ଦର୍ଶକ ବନ୍ଧୁ, ଇଏ ଥିଲା ମୋର ବ୍ୟକ୍ତିଗତ ମନ୍ତବ୍ୟ ଯେ ମୁଁ ସତ କହୁଛି କି ମିଛ କହୁଛି ବା ଭୁଲ କହୁଛି ଠିକ୍ କହୁଛି, ଆପଣ କମେଣ୍ଟ ବକ୍ସରେ ଜଣାନ୍ତୁ। ତା ସହିତ ଯଦି ଏବେ ସୁଦ୍ଧା ଯଦି ଆମ ଚ୍ୟାନେଲ୍ ଆପଣଙ୍କର ଅଛନ୍ତି ସବସ୍କ୍ରାଇବ୍ କରନ୍ତୁ। ତା ସହିତ এই ଭିଡ଼ିଓମାନଙ୍କୁ ଅନ୍ୟମାନଙ୍କୁ ସେୟାର କରନ୍ତୁ ଯେ এই ଘଟଣା ବାବଦରେ ସେମାନଙ୍କର ମନ୍ତବ୍ୟ ଦେଇପାରିବେ। ଦର୍ଶକ ବନ୍ଧୁ ରହିଲି, ନମସ୍କାର, ଜୟ ଜଗନ୍ନାଥ, ଧନ୍ୟବାଦ।